ଏବେ ଆମର ବଡ଼ି ପରା ହେବା ପାଇଁ ସବୁ ରେଡ଼ି ହେଇକି ଥୋଇ ହେଇଛି। ପିଆଜ, ଆମ୍ବ ଅଦା, ଜିରା, ଲୁଣ, ଲଙ୍କା, ଫୁଟଣ, ଏଠି ବିରି ବଟା ହେଇକି ରହିଯାଇଛି। ଝାମ୍ପରେ ବଢି ପାରୁଛି ନା ବଢି ପାରୁନି ଯୋଉ କଣ ତେଲ ମାରୁଛି। ହଁ ଖାଲି ମଞ୍ଜି ପଡିକି ପଡା ଯୋଉ ଦିନ ବଢି ପାରିବ ସେଇଦିନ ବର୍ଷା ହଉଛି ମାନେ ବର୍ଷା ହେଲେ ପୁରା ଅନ୍ଧାର କରିକି ଏବେ ତ ଖରା ହଉଛି ପୁରା ସକାଳୁ ପୁରା ଅନ୍ଧାର କରିକି ବର୍ଷା ଉଠେଇଲା ପୁଣି ଦେଖିଲା ବେଳକୁ ଖରା ଆସିଲା କଣ ହବ କେଜାଣି ବଢି ପଡା ହବ ମା ଖାଲି ଫେଣି ଦେଲେ ବଢି ପଡା ହବ ପଡିଗଲା ତାପରେ ପରା ହବ। ଆମ୍ବ ଅଦା ଛେଚା ହବ ଆମ୍ବ ଅଦା ଏତେ ସାରା ଆମ୍ବ ଅଦା ପଡିବ। ପଡ଼ିକି ଗୋଳା ହେଇଗଲାଣି ତାକୁ ଆଉ ଫେଣେଇବନି। କଖାରୁ ମଞ୍ଜି ବି ପଡ଼ିକି ଗୋଳା ହେଇଗଲା ତାପରେ ଫେଣା ହେବ। ଦେଖିକି କେମିତି ଫେଣା ହେଉଛି ତ ଭଲ ଭାବେ ଫେଣା ହେଇଯିବ। ଫେଣା ହେଇସାରିଲା ପରେ ବଡ଼ି ପରା ହେବ। ଏବେ ଆମର ବଡ଼ି ପରା ହବ ହାତରେ ପାରିବ ତେଲ ମରା ହେଇକି ରହିଥିଲା ତାପରେ ଏମିତି ପାରିବ ଏମିତି ପାରନ୍ତି ଏମିତି ପରା ହେଉଛି ହାତରେ ପୁରା ହେଇକି ହାତରେ ପାଣି ମରା ହେଇଛି। ହଁ ସେ ସେମିତି ତ ହାତରେ ଟିକେ ପାଣି ମାରିଦେବ ଟିକେ ସେଇଥିରୁ ଆଣିକି ଗୋଳେଇକି ଥୋଇଦେବ ହେଇଗଲା ବଢ଼ି ତାକୁ ଆଣିକି ଏଇଥିରେ ଛାପିଦେବ ହେଇଗଲା। ଦେଖନ୍ତୁ ଏଠି ବୋଉ ଧନ ମିଶିକି ବଢ଼ି ପାରି ଦେଉଛନ୍ତି। ଅଳ୍ପ ପରା ହେଇଛି ଦେଖାଯାଉ ଖରା ହେଉଛି କି ବର୍ଷା ହେଉଛି। ବର୍ଷା ହେଲେ ନଷ୍ଟ ହେଇଯିବ ସବୁ ବଢ଼ି। ଦେଖାଯାଉ କ'ଣ ହେଉଛି। ପାରି ଛାଡ଼ିଲେଣି ଅଳ୍ପ ତ ଅଛି ଆଉ ପାରି ସାରିଲେଣି ସବୁ ଆଉ। ବର୍ଷା ହେଲା କେତେ ଜୋରେ ଯାହା ହଉ ଟିକେ ବର୍ଷା ହେଲା ମାନେ ଗରମରୁ ଟିକେ ରକ୍ଷା ମିଳିବ। କେତେ ଜୋରେ ବର୍ଷା ହେଉଛି ପୁରା ଏଠି ଆହୁରି ଜୋରରେ ହେଲେ ଟିକେ ଭଲ ହୁଅନ୍ତା। ଏତେ ଗରମ ହେଉଛି ଯେ ଆହୁରି ଜୋରରେ ହୁଅ। ହଁ ବର୍ଷା ଛାଡ଼ିଗଲା ତ ମାଡ଼େ ଭୂତ ହେଇଛି କିଏ ସନ୍ଧ୍ୟାରେ ଆଜି ବର୍ଷା ହେଉଛି ତ ବର୍ଷାରେ ଖାଇବା ପାଇଁ ସମସ୍ତଙ୍କର ମନ ହେଲା ବାଇଗଣ। ବାଇଗଣ ଏଠି କଟା ହେଇକି ରହିଯାଇଛି ଆଉ ବେସନ ବି ଏଠି କଂସାରେ ରେଡ଼ି ଅଛି କିନ୍ତୁ ଘରେ ଦେଖିଲା ବେଳକୁ କଳା ଜିରା ନାହିଁ। ତ କଳା ଜିରା ପାଇଁ କ'ଣ କରିବା ହଠାତ୍ ପୁରା କଳା ଜିରା ଦରକାର ପଡ଼ିଲା ତ କଳା ଜିରା ନାହିଁ ତ ସେଥିପାଇଁ ଫୁଟଣରୁ ବଛା ଯାଉଛି। ଦେଖନ୍ତୁ ଫୁଟଣରୁ କଳା ଜିରା ବଛା ହେଉଛି ବାଛୁଛି ବାଛି ସାରିକି ତାପରେ ବାଇଗଣ କଟା ହେବ। ଚାଲ ଆପଣମାନେ ବି ଏମିତି ଘରେ ଯଦି କେତେବେଳେ ହଠାତ୍ କଳା ଜିରା ଦରକାର ପଡ଼ିବ ତାହେଲେ ଫୁଟଣ ଡବାରୁ ବାଛି ପାରିବେ କାହିଁକିନା ଫୁଟଣରେ ମିଶିଥାଏ ନା ଖାଲି କଳା ଜିରା ନୁହଁ ପାନମହୁରି ବି ଫୁଟଣରେ ମିଶିଥାଏ। ହଠାତ୍ ଦରକାର ପଡ଼ିଲେ ହଠାତ୍ ସବୁ କାମରେ ଆସେ। ଆମର ବଛା ହେଇଗଲା ଆହୁରି ପୁରା ଫୁଟଣ ସବୁ ଶେଷ କରିଦେବୁ ନା କ'ଣ ଆଜି ବାଛି ଆଉ ଥାଉ ଏବେ ଏତିକି ହେଇଯିବ ଥାଉ ଆଉ ଟିକେ କରୁଥିଲି ଲାଗି ବର୍ଷା ବି ହେଉଛି ବର୍ଷା ହେଉଛି ବର୍ଷା ଛାଡ଼ି ଯାଇଥିଲା ବର୍ଷା ହେଉଛି ତାପରେ ଚଟଣି ମାରୁଛି ଏତେ ଜିରାଟା ବି କ'ଣ କଲର୍ କରିଦେଇ କଳା ଭଜା କଳା ଜିରାଟା ଆଉ ଗୋଟେ ନା ଜିରା କଲର୍ କରିକି ମାରେ କଳା ଜିରା ଗୋଟେ ପାନମହୁରି 5 ପ୍ରକାର ମିଶିଥାଏ ଏଥିରେ ହଁ ସେଥିପାଇଁ କୁହାଯାଏ 5 ଫୁଟଣ ସବୁ ଜାଣିଛି ପ୍ରିନ୍ସି ପାଠ ପଢ଼ିଲାଣି ସେ ଯାଇକି ଦେଖିଲେ ବର୍ଷା ହେଉଛି କିନ୍ତୁ ଗରମ ପୁରା ଝାଳରେ ପୁରା ବୁଡ଼ିଗଲାଣି। ଚାଲ ରଖିଦେ ସେଟା ଧନ ତାର ବାଛିବାରେ ବ୍ୟସ୍ତ ମୁଁ ତଳୁ କରିକି ବାଛି ଚାଲନ୍ତୁ କରିବା ଏବେ ବାଇଗଣ ଏତିକି ହେଇଯିବ ଏତେ ବାଛିଦେଲେ ହେଇଯିବ ଥାଉ ତ ଏଇଟା ହେଲା ସ୍ତ୍ରୀ ଲୋକମାନଙ୍କର ଦେଶୀ ଜିରା କିଛି ଯଦି ନଥିବ କେଉଁଠୁ ନା କେଉଁଠୁ ଆରେଞ୍ଜ କରିଦେବେ ସେଠି ନା କେମିତି ଆଡ଼ଜଷ୍ଟ କରିଦେବେ ମିକି ଆସିଲାଣି ମିକି କଲେ ଚାଲ ଏବେ ଆମର ବାଇଗଣ ଛଣା ଚାଲିଛି। ଦେଖନ୍ତୁ କେତେ ସୁନ୍ଦର ଭାବେ ଫୁଲିଛି ବାଇଗଣ ଗୁଡ଼ା ପୁରା କେତେ ସୁନ୍ଦର ହେଇଛି। ଦେଖନ୍ତୁ ଆମର ଏଠି ଛଣା ହେଇଗଲା ବାଇଗଣ ଭଲ ଅଛି ମା ଖାଉଛି ବାଇଗଣ ବାଇଗଣ ଏଇଟା ନା ବାଇଗଣ ଫୁଲୁରି କେଉଁଟା ବାଇଗଣ ଫୁଲୁରି ବନା ହେଲା ନଳି ଖାଇବ ନଳ ତାପରେ ହେଲା ଆମର ଚୁଡ଼ା ଛଣା ତାପରେ ଚୁଡ଼ା ଛଣା ଦେଖ ଜାଲି ପାମ୍ପଡ଼ ତାପରେ ଆମର ଆଳୁ ହେବ ପଖାଳ ସହିତ ଗୋଟେ ପରେ ଗୋଟେ ଖାଲି ହେଉଥିବ ଖାଉଥିବ ଆଉ ଦୁଇଟା ନଳ ପକା ନଳି ଖାଇବ ନଳ ସବୁ ସରିଲା ପରେ ଏଇଟା ଲାଷ୍ଟକୁ ଥିଲା। ହଁ ତାପରେ ଆଉ ଗୋଟେ ଅଛି ଆଳୁ
ପକୁଡ଼ି ସେଇଟା ହେବ ପଖାଳ ସହିତ ଖିଆ ହେବ। ଏଇଟା କି କ'ଣ ମୋଟା ବାଲା? ଏଇଟା ହେଲା ଚାଉଳ କ'ଣ ଚାଉଳ ପାପଡ଼ ଅରୁଆ ଚାଉଳରେ ହେଇଛି। ପଢ଼ୁଛନ୍ତି ନିକି ପ୍ରିନ୍ସ ଏଠି ବସି ପାଠ ପଢ଼ୁଛନ୍ତି। ଟିକେ ମାର ମୋର ମିଶିକି ଖାଇବି। ମା ତୁ ଯେତେ ପାରୁଛୁ ସେତେ ଖା, ଆଜି ଅନଲିମିଟେଡ଼। ତୋର ମନ ଯେତେ ହେଉଛି ତୁ ସେତେ ଖାଇଯା। ଖାଉନୁ ଆରାମ ଖାଇବ। ଧରି ପାରୁଛୁ ନା? ଏବେ ରେଡ଼ି ହେଇଛି ଆମର ଆଳୁ ପକୁଡ଼ି, ତା ସହିତ ବାଇଗଣୀ। ଆଳୁ ପକୁଡ଼ି ଆଉ ବାଇଗଣୀକୁ ଦେଖିକି ବାପ ଝିଅ ଆଉ କହିଲେ ଆମେ ଆଉ ଖାଲି ଖାଇପାରିବୁନି, ଏବେ ଆମକୁ ସଜ ପଖାଳ ଦିଅ ତା ସହିତ। ତ ସେମାନେ ବସିଥିଲେ ଖାଇବା ପାଇଁ। ତ ଆଜିର ବ୍ଲଗ୍ଟିକି ଏଇଠି ଏଣ୍ଡ କଲୁ। ରହିଲି ନମସ୍କାର, ଜୟ ଜଗନ୍ନାଥ।